ଆପଣ କ'ଣ ଆଜି ରାସ୍ତା ଭୁଲି ଯାଇଛନ୍ତି? ନାରାୟଣ ନାରାୟଣ ପ୍ରଭୁ ଆପଣ ତ ଏଠି ବିଶ୍ରାମ କରୁଛନ୍ତି। ସେପଟେ ମର୍ତ୍ତ୍ୟମଣ୍ଡଳର ଲୋକେ କୁରୁକ୍ଷେତ୍ର ଯୁଦ୍ଧର ରିଲ୍ ଉପରେ ରିଲ୍ ବନେଇ ଚାଲିଛନ୍ତି। ଆଉ ସମସ୍ତଙ୍କ ମୁହଁରେ ଗୋଟିଏ ଚର୍ଚ୍ଚା, ଏ ଯୁଦ୍ଧର ଅସଲି ହିରୋ କିଏ? ନାରଦ ମୁନି, ଆପଣ କ'ଣ ଭାବୁଛନ୍ତି? ଆପଣଙ୍କ ମତରେ କିଏ ହେଇଥିବ ସେଇ ହିରୋ? ନାରାୟଣ ନାରାୟଣ ପ୍ରଭୁ ଲୋକେ ତ ପାଗଳ ଅର୍ଜୁନଙ୍କର ଗାଣ୍ଡିବ ପାଇଁ, କିନ୍ତୁ ଭୀମଙ୍କ ଗଦା ନଥିଲେ କୁରୁକ୍ଷେତ୍ର ଲୋପ ପାଇନଥାନ୍ତା। ଅର୍ଜୁନ ହେଲେ ଓପନିଂ ବ୍ୟାଟ୍ସମ୍ୟାନ୍, ଭୀମ ହେଲେ ଫିନିଶର। ମୁନିବର, ଆପଣ ଏତେ କଥା କହିବା ବିଷୟରେ ପାଣ୍ଡବଙ୍କ ବଡ଼ ଭାଇ ହସ୍ତିନାପୁର ରାଜା ଯୁଧିଷ୍ଠିରଙ୍କ ନାଁ ତ ପୁରା ହିଁ ଭୁଲିଗଲେ। ନାରାୟଣ ନାରାୟଣ ପ୍ରଭୁ ସତ କଥା କହିଲେ। ଯୁଧିଷ୍ଠିରଙ୍କୁ କେମିତି ବା ଭୁଲିବା? ସିଏ ତ ହେଲେ କ୍ୟାପ୍ଟେନ୍। କିନ୍ତୁ ପ୍ରଭୁ ଆପଣ ତ ନକୁଳ ଏବଂ ସହଦେବଙ୍କୁ ଭୁଲିଗଲେ। ସତ କଥା, ଆପଣ ନକୁଳ ଆଉ ସହଦେବଙ୍କ ନାଁ ନେଲେ। ଏଇ ଦେଖନ୍ତୁ ଆସିଗଲେ ନକୁଳ ଆଉ ସହଦେବ। ବାସୁଦେବ କୃଷ୍ଣ ଅଶ୍ୱିନୀ କୁମାର ପୁତ୍ର ନକୁଳ ଆଉ ସହଦେବଙ୍କ ତରଫରୁ କୋଟି ପ୍ରଣାମ। ଆପଣଙ୍କୁ ବି ଶତ ପ୍ରଣାମ। ଆରେ ନକୁଳ ଆଉ ସହଦେବ, ଆଜି ଖାଲି ତମେ 2 ଜଣ ଭାଇ, ଆଉ ବାକି 3 ଜଣ ଗଲେ କୁଆଡ଼େ? ବାସୁଦେବ, ବାକି 3 ଭାଇ ତ ହସ୍ତିନାପୁର ସମ୍ଭାଳିବାରେ ବ୍ୟସ୍ତ। ତାଙ୍କ ପାଖରେ ଆମ ପାଇଁ ସମୟ ବି କାହିଁ? ହେ ବାସୁଦେବ, ହେ ଗୋପୀନାଥ, ଆଜି ଆମେ ଆସିଛୁ ଗୋଟେ ସମସ୍ୟାର ସମାଧାନ ପାଇଁ। ସମସ୍ୟା? ଏବେ ବୁଝି ହେଉଛି ତୁମ 2 ଜଣଙ୍କ ମୁହଁ ଏମିତି ଶୁଖି କାହିଁ ଯାଇଛି। ଆଉ ତମେ ମାନେ ପାଣ୍ଡୁ ପୁତ୍ରରୁ ଏ ଅଶ୍ୱିନୀ କୁମାର ପୁତ୍ର କେବେଠୁ ହେଇଗଲ? ନାରାୟଣ ନାରାୟଣ ହେ ନକୁଳ, ତୁମେ ତ ଏତେ ସୁନ୍ଦର। ସହଦେବ, ତୁମେ ଏତେ ଜ୍ଞାନୀ। ପ୍ରଭୁ ପଚାରୁଛନ୍ତି ତୁମେ ଅଶ୍ୱିନୀ କୁମାରଙ୍କ ପୁତ୍ର କେବେଠୁ ହେଲ? ଯାହା ଜଣା ପଡୁଛି ଇତିହାସ କେବଳ କୁନ୍ତୀ ପୁତ୍ର ମାନଙ୍କ ପାଇଁ ଲେଖାଯିବ। ମାତୃପୁତ୍ର ମାନଙ୍କୁ କେହି ପଚାରିବେନି, ସେମାନେ କେବଳ ଫୁଟ୍ ନୋଟରେ ରହିଯିବେ। ଆପଣ ଠିକ କଥା କହୁଛନ୍ତି ମୁନିବର। ଆମେ ତ ସବୁବେଳେ ହିଁ ଅଶ୍ୱିନୀ କୁମାର ପୁତ୍ର ଥିଲୁ, କିନ୍ତୁ କୁନ୍ତୀ ପୁତ୍ରଙ୍କ ଛାୟାରୁ କେବେ ବି ବାହାରି ପାରିଲୁନି। ହେ ଗୋପୀନାଥ, ଆଜି ଆମେ ଗୋଟେ ଗୁହାରି ନେଇକି ଆସିଛୁ। ବାସୁଦେବ, ଲୋକମାନେ ଆମକୁ କ'ଣ ଭାବନ୍ତି ଆମର ଯାଇ ଆସ ନାହିଁ। ଆମେ ଜାଣିବାକୁ ଚାହୁଁଛୁ ଆପଣ ଆମକୁ କ'ଣ ଭାବନ୍ତି। ଆମ କ୍ଷମତା କ'ଣ ଅନ୍ୟ ଭାଇମାନଙ୍କଠୁ ଏତେ କମ୍? ନାରାୟଣ ନାରାୟଣ ହେ ନକୁଳ, ପ୍ରଭୁ ତୁମ ବିଷୟରେ କ'ଣ ଭାବିବେ? ସିଏ ତ ଅର୍ଜୁନଙ୍କୁ ରଥରେ ବସାଇ ପୁରା ଦୁନିଆ ବୁଲଉଥିଲେ। ତୁମେ ମାନେ ତ ବ୍ୟାକ୍ ଷ୍ଟେଜ୍ ଆର୍ଟିଷ୍ଟ। ମୁନିବର, ଆପଣ ଟିକେ ଶାନ୍ତ ରୁହନ୍ତୁ। ଆରେ ହେ ନକୁଳ ଆଉ ସହଦେବ, ତୁମ 2 ଭାଇଙ୍କ ବିନା ତ ପଞ୍ଚୁ ପାଣ୍ଡବ ଅସମ୍ପୂର୍ଣ୍ଣ। ତୁମେ 2 ଜଣ କେତେ ଜ୍ଞାନୀ, କେତେ ଗୁଣୀ, ମାନେ ଆଜିକାଲିକା ଭାଷାରେ କେତେ ଟ୍ୟାଲେଣ୍ଟେଡ୍। ସେଇଟା ଖାଲି ଅନ୍ୟମାନେ ଜାଣିପାରୁନାହାନ୍ତି, କାରଣ ତମର ମାର୍କେଟିଂ ଠିକ୍ ସେ କରାଯାଏ ନାହିଁ। ନକୁଳ, ତୁମେ ଜାଣିଛ ତ ତମର କେତେ ଶକ୍ତି? ପ୍ରବଳ ବର୍ଷାରେ ତମେ ଘୋଡ଼ା ଉପରେ ପ୍ରବଳ ବେଗରେ ବିନା ଭିଜିକି ଚାଲି ଯାଇପାରିବ। ସେମିତି ଶକ୍ତି এই ଦୁନିଆରେ ଆଉ କାହାର କ'ଣ ଅଛି? କ'ଣ କରିବି ସେ ଟ୍ୟାଲେଣ୍ଟକୁ ନେଇ?
ଆପଣ ତ କୁରୁକ୍ଷେତ୍ରରେ ଟିକେ ବର୍ଷା କରେଇ ପାରିଲେନି। ଆପଣଙ୍କ ପ୍ରିୟ ଅର୍ଜୁନଙ୍କ ପାଇଁ ସୂର୍ଯ୍ୟ ପ୍ରୟୋଗ କରେଇ ଦେଲେ। ଯଦି କୁରୁକ୍ଷେତ୍ରରେ ବର୍ଷା ହେଇଥାନ୍ତା ତାହେଲେ ମୁଁ ଘୋଡ଼ା ଚଢ଼ି 10-20 କୌରବଙ୍କୁ ମାରି ଗଡ଼େଇ ଦେଇଥାନ୍ତି, ଆଉ ଲୋକ ମତେ ମନେ ରଖିଥାନ୍ତେ। ନାରାୟଣ ନାରାୟଣ ସହଦେବ, ତୁମେ ତ ସବୁ ଜାଣିଥିଲ, ତୁମେ କାହିଁକି ଚୁପ୍ ରହିଲ? ସେଇଟା ତ ହଉଛି ଅସୁବିଧା ମୁନିବର। ମୁଁ ସବୁ ଜାଣିଥିଲି, କିନ୍ତୁ ମତେ ବାସୁଦେବଙ୍କର ଅଭିଶାପ ଥିଲା। ମୁଁ ଜାଣିଥିଲି ପଶାଖଳ ହେବ, ମୁଁ ଜାଣିଥିଲି ଦ୍ରୌପଦୀ ବସ୍ତ୍ର ହରଣ ହେବ, ଆଉ ମୁଁ ଜାଣିଥିଲି ଏ ଭୟାଭୟ ଯୁଦ୍ଧ ହେବ, ଯୋଉଠି ମୋ ଆଖି ଆଗରେ ଲକ୍ଷ ଲକ୍ଷ ଲୋକ ମରିଯିବେ। କିନ୍ତୁ ମୁଁ କିଛି ବି କରିପାରିଲିନି, କିଛି ବି ନୁହେଁ। ମୋର ପାୱାରଟା ହଉଛି ସେ କନଷ୍ଟିପେସନ ପରି ଲାଗୁଥିବ କିନ୍ତୁ ହେଉନଥିବ। ନାରାୟଣ ନାରାୟଣ ନକୁଳ ସହଦେବ, ତୁମ ଦୁଇ ଜଣଙ୍କୁ ଆଉ ପାଣ୍ଡୁପୁତ୍ର ହିସାବରେ କେହି ଗଣୁନାହାନ୍ତି। ପାଣ୍ଡୁ ତ ହେଲେ ଖାଲି ବାଇଣ୍ଡିଂ ଏଜେଣ୍ଟ। ଅନ୍ୟ ଭାଇମାନଙ୍କ ପିତା ହେଲେ ଇନ୍ଦ୍ର, ପବନ, ଯମ, ଆଉ ସେମାନେ ହେଲେ ଦେବତାଙ୍କର ଓପନିଂ ବ୍ୟାଟ୍ସମ୍ୟାନ। ଆଉ ଆମ ପିତା ଅଶ୍ୱିନୀ କୁମାର, ସିଏ ତ କେବଳ ରହିଗଲେ 12th ମ୍ୟାନ୍। ଆରେ କିନ୍ତୁ ତମେମାନେ ତ ଅଶ୍ୱିନୀ କୁମାରଙ୍କ ପୁତ୍ର ବୋଲି ଆୟୁର୍ବେଦରେ କେତେ ପାରଙ୍ଗମ। ତମେମାନେ ସମସ୍ତଙ୍କ ଚିକିତ୍ସା କରିଥାଅ, ଆଉ ସେଇଥିପାଇଁ ତମେମାନେ ସମସ୍ତଙ୍କର ଡାକ୍ତର। କେବଳ ପଶୁଙ୍କ ପାଇଁ, ଲୋକ ନିଜ ପାଇଁ ଆମ ପାଖକୁ ଆସୁନଥିଲେ। ତାଙ୍କର ଗାଈ, ଗୋରୁ, ବିଲେଇ, ବିଲୁଆ କେବଳ ଏମାନଙ୍କୁ ନେଇ ଆସୁଥିଲେ। ଯେମିତିକି ଆମେ ପାଣ୍ଡବ ନୁହେଁ, ଆମେ ହଉଛୁ କୋଉ ପଶୁ ଡାକ୍ତର। ସତ କହିଲ ଭାଇ ସହଦେବ, ମୋର ତ ଫୁଲ କନଫ୍ୟୁଜନ। କର୍ଣ୍ଣଙ୍କ ପିତା ହେଲେ ସୂର୍ଯ୍ୟ, ଆଉ ସୂର୍ଯ୍ୟ ହେଲେ ଆମ ପିତା କପିତା। ଏବେ ଆମେ କର୍ଣ୍ଣକୁ ଭାଇ ଡାକିବୁ ନା ଦାଦା? ଏ ରିଲେସନସିପ ତ ଆମେରିକାକୁ ବି ବଳିଗଲା। ନାରାୟଣ ନାରାୟଣ, ହେଇ ତ କର୍ଣ୍ଣଙ୍କ କଥା ମନେ ପକେଇଦେଲେ। କର୍ଣ୍ଣ ତ ତୁମ ଦୁଇ ଜଣଙ୍କୁ ଯୁଦ୍ଧରେ ଦୁଦବାତ ବୋଲି ଛାଡି ଦେଇଥିଲେ। ଏଇଟା କଣ ବଡ ଅପମାନ ନୁହେଁ? ସେଇ ଅପମାନ ତ ସହି ହବ ମୁନିବର, କିନ୍ତୁ ନିଜ ବଡ ଭାଇ ଯୁଧିଷ୍ଠିର ସେଇ ପୋଖରୀ କୂଳରେ ମତେ ବଞ୍ଚାଇ ନଥିଲେ, ସେ ନକୁଳକୁ ବଞ୍ଚାଇଥିଲେ। ତା ବିଷୟରେ ପୁଣି କଣ କହିବେ ପ୍ରଭୁ? ସହଦେବ, ଧର୍ମରାଜ ଯୁଧିଷ୍ଠିରଙ୍କୁ ସେଇଟା କରିବାକୁ ପଡ଼ିଥିଲା, କାରଣ ସେ ଜାଣିଥିଲେ ସେମିତି କଲେ ଧର୍ମ ଦେବତା ଯମ ଖୁସି ହୋଇ ତମ ସମସ୍ତଙ୍କ ଜୀବନ ଦାନ କରିଦେବେ, ତମେ ସମସ୍ତେ ବଞ୍ଚିଯିବ। ପ୍ରଭୁ, ମୁଁ ସେଇଟା ତ ବୁଝିପାରୁଛି, କିନ୍ତୁ ଅର୍ଜୁନ ପୁତ୍ର ଅଭିମନ୍ୟୁ ଆଉ ଭୀମ ପୁତ୍ର ଘଟୋତ୍କଚ ଏମାନଙ୍କୁ ବି ସମସ୍ତେ ମନେ ରଖିଛନ୍ତି, କିନ୍ତୁ ଆମ ଦୁଇ ଭାଇ ନକୁଳ ଆଉ ସହଦେବକୁ ଦୁନିଆରେ କେହି ବି ଜାଣିନାହାନ୍ତି। ଭାଇ ସହଦେବ, କିଛି ନହେଲେ ତ ତମେ ସପୁନିକି ମାରିଛ, ମୁଁ ତ କେବେ କାହାକୁ ବି ମାରିନି। ମତେ ଲୋକ ଜାଣିବେ କେମିତି? ଆଜି ଲାଗୁଛି ତୁମେ ଦୁଇ ଭାଇ ପୁରା ମୁଡରେ ଅଛ। ତମର ଏଇ ଯୋଉ ସମସ୍ୟାର ସମାଧାନ କରିବା ପାଇଁ ମୁଁ ଏମିତି ଜଣକୁ ଜାଣିଛି, ଯିଏ ଆସିଲେ ଏଇଟା ସାଙ୍ଗେ ସାଙ୍ଗ କରିଦେବେ। ଆଉ ସିଏ ଆଉ କେହି ନୁହନ୍ତି, ସିଏ ହଉଛନ୍ତି ସ୍ୱୟଂ ପାଞ୍ଚାଳି, ମାନେ ଦ୍ରୌପଦୀ। ଦ୍ରୌପଦୀ ଅଜ୍ଞାତବାସରେ 3 ଭାଇ ଭିତରେ ରହିଲେ। ଭୀମ ସବୁବେଳେ ରୋଷେଇ କରେ, ଆଉ ଅର୍ଜୁନ ସବୁବେଳେ ସ୍ତ୍ରୀ ଲୋକମାନଙ୍କ ମଝିରେ। ଆଉ ସେମାନେ ଆମ 2 ଭାଇଙ୍କୁ ପଠେଇ ଦେଲେ ଗୁହାଳକୁ,
ଯୋଉଠି ଗାଈ ଘୋଡ଼ା ତାଙ୍କ ସାଙ୍ଗରେ ଶୋଇବା ପାଇଁ ବର୍ଷେ କାଳ ପତ୍ନୀଙ୍କ ମୁହଁ ଦେଖି ପାରିଲୁନି। ଏଇଟା କି ଧର୍ମ ପ୍ରଭୁ? ଏଇଟା କି ଧର୍ମ? ନାରାୟଣ ନାରାୟଣ। ବାଃ, ଦ୍ରୌପଦୀ ଆସୁଛନ୍ତି, ଦେଖିବା ସେ କାହାକୁ ଭଲ ପାଉଛନ୍ତି। କିନ୍ତୁ କିନ୍ତୁ ଦ୍ରୌପଦୀ ଆସିବା ଆଗରୁ ତୁମେ ଦୁଇ ଭାଇ ଯାଇ ସେଇ ପଛରେ ଲୁଚିଯାଅ। କାରଣ ତମେ ମାନେ ନଥିଲା ବେଳେ ଆମେ ଯଦି ଦ୍ରୌପଦୀଙ୍କ ସହିତ କଥା ହେବୁ, ଆମେ ସତରେ ଜାଣିପାରିବୁ ସେ କାହାକୁ ଭଲ ପାଉଛନ୍ତି। ପ୍ରଣାମ ବାସୁଦେବ। କିଛି ଖାସ କାମ ଥିଲା କି? ଆରେ ନା ସଖୀ, ଏମିତି ମୁନିବର ନାରଦ ଆଉ ମୁଁ ବସିକି କଥା ହେଉଥିଲୁ, ଗୋଟେ ବଡ଼ ପ୍ରଶ୍ନ ଆସିଲା, ଆଉ ଯାହାର କି ଉତ୍ତର ଆଉ କାହା ପାଖରେ ନୁହଁ, ଖାଲି ତମ ପାଖରେ ଥିବ। ସେଇ ପ୍ରଶ୍ନଟି ହଉଛି, ତୁମର ତ 5 ଜଣ ପତି, ତା ଭିତରୁ ତୁମର ସବୁଠାରୁ ପ୍ରିୟ କିଏ? ନିଶ୍ଚୟ ଅର୍ଜୁନ ହିଁ ହେଇଥିବେ। ଆରେ ନା ମ, ଅର୍ଜୁନଙ୍କର ତ ମୋ ଛଡ଼ା କେତେ ସେଟିଂ ଅଛି। ଆଉ ତମେ ତ ପୁଣି ନିଜ ଭଉଣୀ ସାଙ୍ଗରେ ତାଙ୍କୁ ସେଟ୍ କରିଦିଅ। ତାଙ୍କର ଧନୁ ଛଡ଼ା ଆଉ କିଛି ଦରକାର ନାହିଁ। ଅର୍ଜୁନ ନହେଲେ କଣ, ସିଏ ହଉଛନ୍ତି ଭୀମ। ଛି 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 ଛି, ତାଙ୍କ କଥା କହିଲେ ଲାଜ ମାଡୁଛି। ବାୟୁପୁତ୍ର ରାତି ସାରା ଖାଲି ଗ୍ୟାସ୍ ଛାଡ଼େ, ଝାଳ ଗନ୍ଧରେ ଶୋଇ ହୁଏନି। ସେ ଉପରେ ଶୋଇଲେ ମୁଁ ତଳେ ଶୁଏ, ସବୁବେଳେ ଖାଲି ଖାଇବି ଖାଇବି ଖାଇବି। ଆରେ ସେ ହିଡ଼ି ବାୟୁ ତାଙ୍କରି ପାଇଁ ଠିକ୍ ଥିଲା। ଅର୍ଜୁନ ନୁହନ୍ତି, ଭୀମ ବି ନୁହନ୍ତି, ତାହେଲେ ତାହେଲେ ତମର ସବୁଠାରୁ ପ୍ରିୟ କିଏ? ସିଏ କଣ ଯୁଧିଷ୍ଠିର? ଧର୍ମରାଜ, ତାଙ୍କଠୁ ବଳି ସଚ୍ଚୋଟ ଆଉ କେହି ନାହିଁ। ଯଦି ପଚାରିବି, ପତିଦେବ କଣ ମୁଁ ମୋଟା ହେଇଗଲିଣି କି? କହିବେ ହଁ ବହୁତ ମୋଟି ହେଲୁ। ଆରେ ନିଜ ସ୍ତ୍ରୀଟାକୁ କଣ କିଏ ଏବେ ଏମିତି କହେ? ଆହୁରି ପୁଣି ଜୁଆ ଖେଳିଲେ ନିଜ ସ୍ତ୍ରୀକୁ ବି ହାରିଗଲେ। ନାରାୟଣ ନାରାୟଣ। ତାହେଲେ କଣ ସେ ଜଣକ ନକୁଳ କି ସହଦେବ ଭିତରୁ ଜଣେ? ପ୍ରିୟ ପ୍ରିୟ ପ୍ରିୟ, ଆମେ ଜାଣିଛୁ ତମେ ଆମ 2 ଜଣକୁ ହିଁ ଭଲ ପାଅ। କହିଲ ଦେଖି, ଆମ 2 ଜଣ ଭିତରୁ କିଏ ବେଶୀ ଭଲ? ଶୁଣି ଟିକେ ଜଟିଳ ହେଇଗଲା। ତମେ 2 ଜଣ ତ ନିଶ୍ଚିତ ଭାବରେ ମୋର ପ୍ରିୟ, ହେଲେ ପ୍ରିୟ ନକୁଳ, ତମକୁ ମୁଁ ସବୁଠୁ ଅଧିକା ଭଲ ପାଏ। ପ୍ରିୟ ନକୁଳ ଏପଟେ। ହେ ବାସୁଦେବ, এইটা হচ্ছে আমার ইজ্জত। যদি স্বয়ং দ্রৌপদী জানি নাহান্তি নকুল কিଏ ଆଉ ସହଦେବ କିଏ, ଦୁନିଆରେ ବାକି ଲୋକ କେମିତି ଜାଣିବେ? ସେ ମତେ ଦେଖି, ମାନେ ସହଦେବକୁ ଦେଖିକି କହୁଛନ୍ତି ନକୁଳ ବୋଲି, ତାହେଲେ ଦୁନିଆରେ କେହି କେମିତି ଜାଣିବେ? এইটা হচ্ছে আমার বেদনা, ଆମ 2 ଭାଇ ନକୁଳ ଆଉ ସହଦେବର ବେଦନା। ନାରାୟଣ ନାରାୟଣ। ବାଃ, କି ବଢିଆ କ୍ଲାଇମ୍ୟାକ୍ସ। ପ୍ରଭୁ, ଏଇ କଥାରେ ଗୋଟେ ସେଲ୍ଫି ହେଇଯାଉ। ମୁନିବର, ଆପଣଙ୍କୁ ତ ସବୁ ଛବି ସଞ୍ଜୟଙ୍କ ଠାରୁ ମିଳିଯିବ, କିନ୍ତୁ ଏହି ବିଷୟବସ୍ତୁରୁ ଆମେମାନେ ସମସ୍ତେ ଗୋଟିଏ ମୁଖ୍ୟ କଥା ଶିଖିପାରିଲେ ତ? ଦୁନିଆର ସବୁ ସଂଗଠନରେ, ସବୁ ଅଭିଯାନରେ ଏମିତି ବହୁତ ନକୁଳ ଆଉ ସହଦେବଙ୍କ ଅବଦାନ ଥାଏ, ଯୋଉଟାକି କେହି ଜାଣିପାରନ୍ତିନି, ତାଙ୍କୁ କେହି ଚିହ୍ନି ବି ପାରନ୍ତିନି। ଯେମିତିକି ଆଜି ଏଇ ମିନିଆପୋଲିସରେ ଗୋଟେ ଓଷା କନଭେନସନ ହେଉଛି, ସେଥିରେ ବହୁତ ଯୁଧିଷ୍ଠିର, ବହୁତ ଅର୍ଜୁନ, ବହୁତ ଭୀମଙ୍କର ଏମିତି ବଡ଼ ଅବଦାନ ଥିବ, ଯୋଉଟାକି ଆମେ ସମସ୍ତେ ଜାଣିଛେ, ତାଙ୍କୁ ସମସ୍ତେ ଚିହ୍ନିଛେ। କିନ୍ତୁ
ତାଠୁ ବି ବେଶୀ ବହୁତ ନକୁଳ ଆଉ ସହଦେବଙ୍କ ଅବଦାନ ଥିବ, ଯୋଉଟାକି ଆମେମାନେ ଜାଣିବା କଥା, ସେମାନଙ୍କୁ ଚିହ୍ନିବା କଥା ଆଉ ସେମାନଙ୍କୁ ସମ୍ମାନ ଦେବା କଥା। ଏମିତିକି ଆଉ ଥରେ ନକୁଳ ଆଉ ସହଦେବର ବେଦନା ମାନେ ସହକୂଳର ବେଦନା ନ ହେଇଯାଉ।